ଭାଷା ମହକ ପଞ୍ଚମ ଶ୍ରେଣୀ ସାହିତ୍ୟ ବହି ଦ୍ୱିତୀୟ ପାଠ ନ୍ୟାୟର ସିଂହାସନ। ଅଭ୍ୟାସ କାର୍ଯ୍ୟ। ଆସ କଥା ହେବା। 1 ନମ୍ବରଟି କହିଛି, ତୁମର ପ୍ରିୟ ଖେଳ କ'ଣ? ତୁମେ ସେହି ଖେଳକୁ କିପରି ଖେଳ? ଉତ୍ତର, ମୋର ପ୍ରିୟ ଖେଳ ହେଉଛି କ୍ରିକେଟ। ମୁଁ ମୋର ସାଙ୍ଗମାନଙ୍କ ସହିତ ମିଶି ପଡ଼ିଆରେ 2ଟି ଦଳ କରି ନିୟମ ଅନୁସାରେ ଏହି ଖେଳ ଖେଳିଥାଏ। 2 ନମ୍ବରଟି କହିଛି, ତୁମେ କେବେ କୌଣସି ସମସ୍ୟାର ସମାଧାନ କରିଛ କି? ତୁମର ଅନୁଭୂତି ବର୍ଣ୍ଣନା କର। ଉତ୍ତର, ହଁ, ଦିନେ ମୋର 2 ଜଣ ସାଙ୍ଗଙ୍କ ମଧ୍ୟରେ ଏକ ଖେଳଣାକୁ ନେଇ କଳି ହୋଇଥିଲା। ମୁଁ ଦୁହିଁଙ୍କୁ ବୁଝାଇଲି ଏବଂ ସମୟ ଭାଗ କରି ଦୁହିଁଙ୍କୁ ଖେଳିବାକୁ ଦେଲି। ସେମାନଙ୍କର କଳି ତୁଟିଗଲା ଏବଂ ମୋତେ ବହୁତ ଖୁସି ଲାଗିଲା। 3 ନମ୍ବରଟି କହିଛି, ଯଦି ତୁମକୁ କେବେ ରାଜା କରିଦିଆଯିବ, ତୁମେ କ'ଣ ସବୁ କରିବ? ଉତ୍ତର, ଯଦି ମୋତେ କେବେ ରାଜା କରିଦିଆଯାଏ, ତେବେ ମୁଁ ସମସ୍ତ ପ୍ରଜାଙ୍କୁ ସମାନ ଆଖିରେ ଦେଖିବି, ସମସ୍ତଙ୍କର ଦୁଃଖ ଦୂର କରିବି ଏବଂ ସବୁବେଳେ ସତ୍ୟ ଓ ନ୍ୟାୟର ମାର୍ଗରେ ଚାଲିବି। ଗରିବ ପିଲାମାନଙ୍କ ପାଇଁ ମାଗଣା ପାଠପଢ଼ା ଓ ଖାଦ୍ୟର ବ୍ୟବସ୍ଥା କରିବି। 4 ନମ୍ବରଟି କହିଛି, ପିଲାଟିର କେଉଁ ସବୁ ଗୁଣ ରହିଥିଲା, ଯେଉଁ କାରଣ ପାଇଁ ସେ ସିଂହାସନରେ ବସିପାରୁଥିଲା? ଉତ୍ତର, ପିଲାଟି ଅତ୍ୟନ୍ତ ସରଳ, ନିଷ୍ପାପ ଓ ପବିତ୍ର ମନର ଥିଲା। ତା'ର ମନରେ କୌଣସି ଲୋଭ, ହିଂସା ବା କୁଳସିତ ଭାବ ନଥିଲା। ତା'ର ଏହି ନିଷ୍କପଟ ଓ ସ୍ୱାଭାବିକ ନ୍ୟାୟ କରିବା ଗୁଣ ଯୋଗୁଁ ସେ ସିଂହାସନରେ ବସିପାରୁଥିଲା। ତାପରେ ଦେଇଛି ପାଠରୁ ଆସ ପଢ଼ିବା ଓ ଠିକ୍ ବାକ୍ୟ ନିକଟରେ ଠିକ୍ ଚିହ୍ନ ଦେବା। ଏକାଧିକ ଜାଗାରେ ମଧ୍ୟ ଠିକ୍ ଚିହ୍ନ ରହିପାରେ। କ ନମ୍ବରଟି କହିଛି, ପିଲାଟି ନ୍ୟାୟ ପ୍ରଦାନ କରୁଛି ବୋଲି ରାଜା କେମିତି ଜାଣିଲେ? ଠିକ୍ ଉତ୍ତରଟି ହେବ, ଲୋକେ ପିଲାଟିର ନ୍ୟାୟକୁ ପ୍ରଶଂସା କରୁଥିବାରୁ। ତାପରେ ହେବ, ମନ୍ତ୍ରୀମାନେ ପିଲାଟିର ବୁଦ୍ଧିକୁ ପ୍ରଶଂସା କରିବାରୁ। ଖ ନମ୍ବରଟି କହିଛି, କେଉଁ କଥା ରାଜାଙ୍କୁ ଅଧିକ ଆଶ୍ଚର୍ଯ୍ୟ ଲାଗିଲା? ଠିକ୍ ଉତ୍ତରଟି ହେବ, ସିଂହାସନରେ ବସିଥିବା ପିଲା ଠିକ୍ ନ୍ୟାୟ ପ୍ରଦାନ କରୁଥିବାରୁ। ତାପରେ ହେବ, ସିଂହାସନରେ କୌଣସି ଚମତ୍କାରିତା ରହିଥିବାରୁ। ଗ ନମ୍ବରଟି କହିଛି, ପିଲାଙ୍କୁ ଏହି ଖେଳ ଏତେ ମଜା କାହିଁକି ଲାଗିଲା, ଯେଉଁଥିପାଇଁ ସେମାନେ ଏହି ଖେଳ ପ୍ରତିଦିନ ଖେଳିବାକୁ ଲାଗିଲେ? ଠିକ୍ ଉତ୍ତରଟି ହେବ, କାରଣ ସେମାନେ ରାଜା ଭଳି ହେବାର ମଜା ପାଉଥିଲେ। ଘ ନମ୍ବରଟି କହିଛି, ରାଜା କାହିଁକି ଉପବାସ ଓ ପ୍ରାୟଶ୍ଚିତ କଲେ? ଠିକ୍ ଉତ୍ତରଟି ହେବ, ସିଂହାସନରେ ସେ ବସିବା ପାଇଁ ଯୋଗ୍ୟ ହୋଇପାରିବେ। ଆଉ ଗୋଟେ ହେବ, ମୂର୍ତ୍ତିମାନେ ବା ପୁତଳିକା ତାଙ୍କୁ ଏପରି କରିବାକୁ କହିଲେ। ତାପରେ ଦେଇଛି ଭାବ ଓ ଲେଖ। ନିମ୍ନ ପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ନିଜ ଖାତାରେ ଲେଖ। 1 ନମ୍ବରଟି କହିଛି, ପିଲାମାନେ ମଞ୍ଚ ସିଂହାସନରେ ବସି ପାରୁଥିଲେ, ହେଲେ ରାଜା ସେଥିରେ ବସି ନ ପାରିବାର କାରଣ କ'ଣ? ଉତ୍ତର, ପିଲାମାନେ ଅତ୍ୟନ୍ତ ସରଳ, ନିଷ୍ପାପ ଓ ପବିତ୍ର ମନର ଥିଲେ। ସେମାନଙ୍କ ମନରେ କୌଣସି ଲୋଭ, ହିଂସା କିମ୍ବା କୁଳସିତ ଭାବ ନଥିଲା, ଯାହା ନ୍ୟାୟ କରିବା ପାଇଁ ସବୁଠାରୁ ଜରୁରୀ। କିନ୍ତୁ ରାଜା ଜଣେ ଶକ୍ତିଶାଳୀ ଶାସକ ହୋଇଥିଲେ ମଧ୍ୟ ଜୀବନରେ ମିଛ କହିବା, ପାରିଷଦଙ୍କ ଜମି ଜବରଦସ୍ତ ହଡ଼ପ କରିବା ଏବଂ ଅନ୍ୟକୁ ଆଘାତ ପହଞ୍ଚାଇବା ଭଳି ଭୁଲ କରିଥିଲେ। ତାଙ୍କ ମନ ପିଲାଙ୍କ ଭଳି ନିଷ୍କପଟ ନଥିବାରୁ ସେ ସିଂହାସନରେ ବସିପାରିଲେ ନାହିଁ। 2 ନମ୍ବରଟି କହିଛି, ପ୍ରାୟଶ୍ଚିତ କରିବା ପରେ ରାଜାଙ୍କୁ ସିଂହାସନରେ ବସିବାର ଅଧିକାର ମିଳିବାର ଆବଶ୍ୟକତା ଥିଲା କି? ଯଦି ହଁ କିମ୍ବା ନାହିଁ, ତା'ର କାରଣ ଲେଖ। ଉତ୍ତର, ନାହିଁ। ପ୍ରାୟଶ୍ଚିତ କରିବା ପରେ ମଧ୍ୟ ରାଜାଙ୍କୁ ସିଂହାସନରେ ବସିବାର ଅଧିକାର ମିଳିବା ଆବଶ୍ୟକ ନଥିଲା। ଏହାର କାରଣ ହେଉଛି, ରାଜା କେବଳ ସିଂହାସନରେ ବସିବା ଲୋଭରେ ଏବଂ ପୁତଳିକାମାନଙ୍କ କହିବା ଅନୁସାରେ ନିୟମ ରକ୍ଷା କରିବା ପାଇଁ ଉପବାସ ଓ ପୂଜାର୍ଚ୍ଚନା କରୁଥିଲେ। ତାଙ୍କର ଭିତର ମନ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇନଥିଲା କିମ୍ବା ସେ ପିଲାଟି ଭଳି ସହଜ ଓ ଅହଙ୍କାର ଶୂନ୍ୟ ହୋଇପାରିନଥିଲେ। ଧର୍ମ କେବଳ ବାହ୍ୟ ପୂଜାରେ ନଥାଏ, ମନର ପବିତ୍ରତାରେ ଥାଏ। 3 ନମ୍ବରଟି କହିଛି, 2 କୃଷକ ନିଜ କଳିର ସମାଧାନ କରିବା ପାଇଁ ରାଜାଙ୍କ ପରିବର୍ତ୍ତେ ପିଲାଟି ନିକଟକୁ ଯିବାକୁ କାହିଁକି ସ୍ଥିର କଲେ? ଉତ୍ତର, ପଡ଼ିଆରେ ମଞ୍ଚା ଉପରେ ବସିଥିବା ପିଲାଟିର ଅଦ୍ଭୁତ ବିଚାର ଶୈଳୀ ବିଷୟରେ ଚାରିଆଡ଼େ ଚର୍ଚ୍ଚା ହେଉଥିଲା। ସେ ଅତି ସୁନ୍ଦର, ଉପଯୁକ୍ତ ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କଲା ଭଳି ତୁରନ୍ତ ଫଇସଲା ଶୁଣାଉଥିଲା। ବାଟୋଇମାନେ ମଧ୍ୟ କହୁଥିଲେ ଯେ ତା ଦେହରେ କୌଣସି ଦୈବୀ ଶକ୍ତି ଅଛି। ପିଲାଟିର ଏହି ସୁଖ୍ୟାତି ଓ ନିରପେକ୍ଷ ନ୍ୟାୟ ବିଷୟରେ ଶୁଣି 2 କୃଷକ ରାଜାଙ୍କ ପାଖକୁ ନ ଯାଇ ପିଲାଟି ନିକଟକୁ ଯିବାକୁ ସ୍ଥିର କଲେ। 4 ନମ୍ବରଟି କହିଛି, ଚତୁର୍ଥ ମୂର୍ତ୍ତି ସିଂହାସନ ସହିତ କାହିଁକି ଆକାଶକୁ ଉଡ଼ିଗଲା? ଉତ୍ତର, ରାଜା ମନେ ମନେ ଭାବୁଥିଲେ ଯେ ସେ ଧନବାନ, ବଳବାନ ଓ ବୁଦ୍ଧିମାନ ହୋଇଥିବାରୁ ସେହି ସାମାନ୍ୟ ପିଲା ଅପେକ୍ଷା ସିଂହାସନରେ ବସିବା ପାଇଁ ଅଧିକ ଉପଯୁକ୍ତ। ରାଜାଙ୍କର ଏହି ଅହଙ୍କାର ଭାବ ଚତୁର୍ଥ ପୁତଳିକାଟି ଜାଣିପାରିଲା। ସିଂହାସନରେ ବସିବା ପାଇଁ ଧନ ବା ବଳର ନୁହେଁ, ବରଂ ନିଷ୍କଳଙ୍କ ଓ ନିଷ୍ପାପ ମନର ଆବଶ୍ୟକତା ଥାଏ।
ରାଜା ସେଇଥିପାଇଁ ଅଯୋଗ୍ୟ ଥିବାରୁ ଚତୁର୍ଥ ମୂର୍ତ୍ତିଟି ସିଂହାସନକୁ ନେଇ ଆକାଶକୁ ଉଡ଼ିଗଲା। 5 ନମ୍ବରଟି କହିଛି ଏହି କାହାଣୀର ଆଉ ଏକ ନାଁ ଦିଅ। ତୁମେ ଏହି ନୂଆ ନାଁଟି କାହିଁକି ବାଛିଲ ତାର କାରଣ ଲେଖ। ଉତ୍ତର, ଏହି କାହାଣୀର ଆଉ ଏକ ନାଁ ନିଷ୍ପାପ ମନର ନ୍ୟାୟ ବା ବିକ୍ରମାଦିତ୍ୟଙ୍କ ସିଂହାସନ ଦିଆଯାଇପାରେ। ମୁଁ ଏହି ନାଁଟି ଏଇଥିପାଇଁ ବାଛିଲି କାରଣ ସାରା ଗପରେ ଏହା ହିଁ ଦର୍ଶାଯାଇଛି ଯେ ଜଣେ ବଡ଼ ଓ ଶକ୍ତିଶାଳୀ ରାଜା ମଧ୍ୟ ନିଜ ମନର କୁଳସିତ ଭାବ ଯୋଗୁଁ ଯେଉଁ ସିଂହାସନ ଛୁଇଁ ପାରିଲେ ନାହିଁ, ଜଣେ ସାଧାରଣ ନିଷ୍ପାପ ଗାଉଁଲି ପିଲା ନିଜ ସରଳତା ଯୋଗୁଁ ସତ୍ୟର ବିଚାର କରିପାରୁଥିଲା। ତାପରେ ଦେଇଛି ଅନୁମାନ ଓ କଳ୍ପନା କରିବା। 1 ନମ୍ବରଟି ଦେଇଛି କାହାଣୀର ପୁତଳିକା ଗୁଡ଼ିକ ଉଡ଼ି ଯାଉଛନ୍ତି। ସେମାନେ କେଉଁଠାକୁ ଯାଉଥିବେ ଓ ସେଠାରେ କ'ଣ କରୁଥିବେ? ଉତ୍ତର, ଅନୁମାନ କରାଯାଏ ଯେ ପୁତଳିକା ଗୁଡ଼ିକ ସିଂହାସନ ସହିତ ସ୍ୱର୍ଗଲୋକକୁ କିମ୍ବା କୌଣସି ପବିତ୍ର ଅଦୃଶ୍ୟ ସ୍ଥାନକୁ ଚାଲିଯାଇଥିବେ। ସେଠାରେ ସେମାନେ ଦେବତାମାନଙ୍କ ଗହଣରେ ରହି ପୃଥିବୀ ପୃଷ୍ଠରେ କିଏ ସତ୍ୟ ଓ ନ୍ୟାୟର ପଥରେ ଚାଲୁଛି ତାହା ନିରୀକ୍ଷଣ କରୁଥିବେ ଏବଂ ପୁଣି କୌଣସି ନିଷ୍ପାପ ଶିଶୁ କିମ୍ବା ଯଜ୍ଞ ମହାପୁରୁଷଙ୍କ ଆଗମନକୁ ଅପେକ୍ଷା କରୁଥିବେ। 2 ନମ୍ବରଟି କହିଛି ଏହି କାହାଣୀରେ ଯଦି ରାଜା ସିଂହାସନରେ ବସିବାରେ ସଫଳ ହୋଇଥାନ୍ତେ ତେବେ କ'ଣ ହୋଇଥାନ୍ତା? ଉତ୍ତର, ଯଦି ରାଜା ସିଂହାସନରେ ବସିବାର ସଫଳ ହୋଇଥାନ୍ତେ ତେବେ ବୋଧହୁଏ ସେହି ଦିବ୍ୟ ସିଂହାସନର ପ୍ରଭାବରେ ରାଜାଙ୍କ ମନର ସମସ୍ତ ଅହଙ୍କାର, ଲୋଭ ଓ କୁଳସିତ ଚିନ୍ତାଧାରା ସବୁଦିନ ପାଇଁ ଦୂର ହୋଇଯାଇଥାନ୍ତା। ସେ ରାଜା ବିକ୍ରମାଦିତ୍ୟଙ୍କ ଭଳି ଜଣେ ପରମ ନ୍ୟାୟବନ୍ତ, ପ୍ରଜାବତ୍ସଳ ଓ ମହାନ ଶାସକରେ ପରିଣତ ହୋଇଯାଇଥାନ୍ତେ ଏବଂ ତାଙ୍କ ରାଜ୍ୟରେ ସବୁଆଡ଼େ ଶାନ୍ତି ଓ ଧର୍ମର ଜୟ ହୋଇଥାନ୍ତା। ତାପରେ ଏଠାରେ ଦେଇଛି ବିରାମ ଚିହ୍ନ ବସାଇ ବାକ୍ୟଗୁଡ଼ିକୁ ଆଉଥରେ ଲେଖ। ଏଠାରେ ମୁଁ ବାକ୍ୟଗୁଡ଼ିକୁ ସଠିକ୍ ବିରାମ ଚିହ୍ନ ଦେଇ ଲେଖିଦେଇଛି। ତୁମେମାନେ ଦେଖି ଦେଖି ଲେଖି ନେଇଯିବ। 2 ନମ୍ବରଟି ଦେଇଛି ତୃତୀୟ ପୁତଳିକା ଉଡ଼ିଗଲା। ଏହି ବାକ୍ୟକୁ ଆଧାର କରି ନିମ୍ନ ପ୍ରଶ୍ନର ଉତ୍ତର ଶିକ୍ଷକଙ୍କ ସହାୟତାରେ ଲେଖ। କ ନମ୍ବରଟି କହିଛି ଏହି ବାକ୍ୟରେ ବିଶେଷ୍ୟ ପଦ କେଉଁଟି? ଉତ୍ତର, ଏହି ବାକ୍ୟରେ ବିଶେଷ୍ୟ ପଦ ହେଉଛି ପୁତଳିକା। କେମିତି ଜାଣିବା ଆମେ ଏଇଟା ବିଶେଷ୍ୟ ପଦ ବୋଲି? ନା, ଯେଉଁ ପଦ କୌଣସି ବ୍ୟକ୍ତି, ଜାତି, ବସ୍ତୁ, ଗୁଣ ବା କ୍ରିୟାର ନାମକୁ ବୁଝାଏ ତାହାକୁ ବିଶେଷ୍ୟ କୁହାଯାଏ। ଏଠାରେ ପୁତଳିକା ବା ମୂର୍ତ୍ତି ଏକ ନାମବାଚକ ବା ଜାତିବାଚକ ପଦ ଅଟେ, ତେଣୁ ଏହା ବିଶେଷ୍ୟ ପଦ ଅଟେ। খ ନମ୍ବରଟି କହିଛି ଏଥିରେ କେଉଁ ଶବ୍ଦଟି ବିଶେଷ୍ୟ ପଦର ବିଶେଷଣ ଭାବେ ବ୍ୟବହୃତ ହୋଇଛି? ଉତ୍ତର, ଏଥିରେ ବିଶେଷଣ ପଦଟି ହେଉଛି ତୃତୀୟ। କାରଣ ଯେଉଁ ପଦ ବିଶେଷ୍ୟ ପଦର ଗୁଣ, ଅବସ୍ଥା, ସଂଖ୍ୟା କିମ୍ବା କ୍ରମ ସଂଖ୍ୟାକୁ ପ୍ରକାଶ କରେ ତାହାକୁ ବିଶେଷଣ କୁହାଯାଏ। ଏଠାରେ ତୃତୀୟ ଶବ୍ଦଟି ପୁତଳିକାର କ୍ରମ ବା ସଂଖ୍ୟାତ୍ମକ ବିଶେଷତା ପ୍ରକାଶ କରୁଛି, ତେଣୁ ଏହା ଏକ ପୂରଣବାଚକ ବିଶେଷଣ ପଦ। 3 ନମ୍ବରଟି ଦେଇଛି ନିମ୍ନ ବାକ୍ୟଗୁଡ଼ିକରୁ ବିଶେଷଣ ପଦକୁ ଚିହ୍ନଟ କରି ତା ତଳେ ଗାର ଦିଅ। ଯେପରି ଗୋଟିଏ ଦିନ ଦଳେ ପିଲା ପଡ଼ିଆରେ ଖେଳୁଥିଲେ। ରେଖାଙ୍କିତ ଶବ୍ଦ ଦୁଇଟିକୁ ଲକ୍ଷ୍ୟ କର। ଏହି ଦୁଇଟି ଶବ୍ଦ ଦିନ ଓ ପିଲା ପୂର୍ବରୁ ବ୍ୟବହୃତ ହୋଇଛି। ଦିନ ଓ ପିଲା ଶବ୍ଦଦ୍ୱୟ ବିଶେଷ୍ୟ ପଦ। ଗୋଟିଏ ଓ ଦଳେ ଶବ୍ଦ ଦୁଇଟି ହେଉଛି ବିଶେଷଣ ପଦ। ଏହା ବିଶେଷ୍ୟ ପଦର ପରିମାଣକୁ ସୂଚାଉଛି। କ ନମ୍ବରଟି ଦେଇଛି ସେଠାରେ ଏକ ସୁଦୀର୍ଘ ପଡ଼ିଆ ଥିଲା। ଏଠାରେ ବିଶେଷଣ ଗୁଡ଼ିକ ହେଲେ ଏକ ଏବଂ ସୁଦୀର୍ଘ। ହ ନମ୍ବରଟି ଦେଇଛି ଏତେ ଛୋଟ ବୟସରୁ ଏମିତି ବୁଦ୍ଧି ରହିବା ଆଶ୍ଚର୍ଯ୍ୟ କଥା। ଏଠାରେ ବିଶେଷଣ ପଦ ଗୁଡ଼ିକ ହେଲେ ଏତେ, ଛୋଟ, ଏମିତି, ଆଶ୍ଚର୍ଯ୍ୟ। ଗ ନମ୍ବରଟି ଦେଇଛି ରାଜା ଦେଖିଲେ ଯେ ଏହା ପଥର ନୁହେଁ, ବହୁତ ସୁନ୍ଦର ସିଂହାସନ ଅଟେ। ଏଠାରେ ବିଶେଷଣ ପଦ ହେଉଛନ୍ତି ବହୁତ ସୁନ୍ଦର। ଘ ନମ୍ବରଟି ଦେଇଛି ହଜାର ହଜାର ଲୋକ ସିଂହାସନ ଦେଖିବାକୁ ଭିଡ଼ ଜମାଇଲେ। ଏଠାରେ ବିଶେଷଣ ପଦ ହେଉଛି ହଜାର ହଜାର। ତାପରେ 4 ନମ୍ବରଟି ଦେଇଛି ତୁମ ନିକଟରେ ଏମିତି କେଉଁ ବିଶେଷ ଗୁଣ ଦରକାର ଯାହାଦ୍ୱାରା ତୁମେ କାହାଣୀରେ ଥିବା ସିଂହାସନ ଉପରେ ବସିପାରିବ? ଲେଖ। ଉତ୍ତର, କାହାଣୀରେ ଥିବା ନ୍ୟାୟ ସିଂହାସନ ଉପରେ ବସିବା ପାଇଁ ମୋ ନିକଟରେ ନିମ୍ନଲିଖିତ ବିଶେଷ ଗୁଣଗୁଡ଼ିକ ରହିବା ଦରକାର। ମନର ପବିତ୍ରତା ଓ ସରଳତା। ମୋ ମନ ସବୁବେଳେ ନିଷ୍ପାପ ଓ କୁଳସିତ ଭାବରୁ ମୁକ୍ତ ରହିବା ଉଚିତ। ସତ୍ୟବାଦିତା। ମୁଁ ଜୀବନରେ କେବେ ହେଲେ ମିଛ କହିବି ନାହିଁ ଏବଂ ସବୁବେଳେ ସତ୍ୟ ପଥରେ ଚାଲିବି। ଅହିଂସା ଓ ଦୟାଭାବ। ମୁଁ ମନ, ବଚନ ବା କର୍ମରେ କାହାକୁ କେବେ ଆଘାତ ପହଞ୍ଚାଇବି ନାହିଁ। ଲୋଭହୀନତା। ଅନ୍ୟର ଧନ ବା ଜିନିଷ ପ୍ରତି ମୋର କୌଣସି ଲୋଭ ରହିବ ନାହିଁ। ଅହଙ୍କାର ଶୂନ୍ୟତା। ମୁଁ ଧନ, ବଳ ବା ବୁଦ୍ଧିକୁ ନେଇ କେବେ ଅହଙ୍କାର କରିବି ନାହିଁ। ଏହିସବୁ ଗୁଣ ଦ୍ୱାରା ମୋ ହୃଦୟ ଜଣେ ଛୋଟ ନିଷ୍ପାପ ପିଲା ଭଳି
ପବିତ୍ର ହୋଇପାରିବ ଏବଂ ମୁଁ ସେହି ଦିବ୍ୟ ସିଂହାସନରେ ବସିବାକୁ ଯୋଗ୍ୟ ବିବେଚିତ ହେବି। ଏଠାରେ କିଛି ବସ୍ତୁ ଦିଆଯାଇଛି। ଏହି ବସ୍ତୁ କେଉଁଥିରେ ତିଆରି, କେମିତି ତିଆରି ସେ ବିଷୟରେ ଏଠି ବର୍ଣ୍ଣନା କରାଯାଇଛି। ଆଉ ଏହାକୁ ଆମ ଅଞ୍ଚଳରେ କ'ଣ ବୋଲି କୁହାଯାଏ ତାହା ଏଠାରେ ଆମେ ଲେଖିବା। ଏଠାରେ ମୁଁ ବସ୍ତୁଗୁଡ଼ିକର ବର୍ଣ୍ଣନା ସଠିକ୍ ଭାବରେ କରିଦେଇଛି ଏବଂ ଆମ ଅଞ୍ଚଳରେ ଏହାକୁ କ'ଣ କୁହାଯାଏ ତାହା ମଧ୍ୟ ମୁଁ ଲେଖିଦେଇଛି। ତୁମେମାନେ ଏହାକୁ ଦେଖି ଲେଖି ନେଇଯିବ। ଯଦି ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବ ନାହିଁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।